ସାଙ୍ଗମାନେ ଆଶା କରୁଛି ଆପଣମାନେ ଭଲରେ ଥିବେ। ଦିନ ଖାଇବା ତ ମୁଁ ଅଲରେଡ଼ି ଭିଡ଼ିଓ କରିକି ଛାଡ଼ି ଦେଇଛି, ଆପଣମାନେ ତ ଦେଖି ସାରିବେଣି। ତ ରାତି ଖାଇବା ପାଇଁ ଘରେ ସମସ୍ତେ କହିଲେ ଯେ ଘରେ ରୋଷେଇ ହେବନି, ତମେ ଯାଅ ମନ୍ଦିରରୁ ଖାଇବା ନେଇକି ଆସିବ। ତ ମୁଁ ଗଲି ମନ୍ଦିରକୁ, ଖାଇବା ନେଇକି ଆସିଲି। ଚାଲନ୍ତୁ ଦେଖିବା ମନ୍ଦିର ଖାଇବା କ'ଣ କ'ଣ ଆସିଛି ପ୍ରସାଦରେ। ଇଏ ହେଉଛି ଗୋଟେ ପୋଟଳ କୁରୁମା। ପୋଟଳ କୁରୁମାଟା କାହାକୁ ବହୁତ ପସନ୍ଦ, କାହାକୁ ଫେଭରେଟ୍ କମେଣ୍ଟ କରନ୍ତୁ। ଇଏ ହେଉଛି ଶାଗ ବେସର। ଯେହେତୁ ମୁଁ ଶାଗ ବେସର ମୋତେ ବହୁତ ଫେଭରେଟ୍, ମୋର ବହୁତ ଫେଭରେଟ୍ ଶାଗ ବେସର। ଇଏ ହେଉଛି ସବୁ ପନିପରିବା ପଡ଼ିକି ଗୋଟେ ଘାଣ୍ଟ ହେଇଛି। ଘାଣ୍ଟଟା ଦେଖିବା ପାଇଁ ତ ବଢ଼ିଆ ଲାଗୁଛି, ଖାଇଲେ ଜଣାପଡ଼ିବ କେମିତି ହେଇଛି। ଇଏ ହେଉଛି ଆମର ଆମ୍ବୁଲ ରାଇ। ଆମ୍ବୁଲ ରାଇଟା ଖାଇବାକୁ ବଢ଼ିଆ ଲାଗେ, ବହୁତ ଟେଷ୍ଟ ଲାଗେ ଆମ୍ବୁଲ ରାଇ। ଆମ୍ବୁଲ ରାଇଟା ବହୁତ ବଢ଼ିଆ ବି ଲାଗେ, କାହାକୁ ପସନ୍ଦ କମେଣ୍ଟ କରନ୍ତୁ। ଆଉ ଇଏ ହେଉଛି କ୍ଷୀରି। କ୍ଷୀରି ହେଉଛି ସବୁ ଶେଷ ଖାଇବାରେ କ୍ଷୀରି। କ୍ଷୀରି ନଥିଲେ ଆଜ୍ଞା ଆତ୍ମା ବି ଶାନ୍ତି ହୁଏ ନାହିଁ। କ୍ଷୀରି ଟିକେ ଖାଇବା ପରେ ମିଠା ଯାହା ବି ହେଲେ ନିହାତି ଦରକାର। ହଉ ଚାଲନ୍ତୁ ଦେଖିବା ଖାଇକି। ଜୟ ଜଗନ୍ନାଥ ସାଙ୍ଗମାନେ। ଭାତରେ ଡାଲମା ବି ଦେଇଦେଲୁ 3 ପ୍ରକାର, ଯେହେତୁ 3 ପ୍ରକାର ଚାଉଳର ଭାତ ଆଣିଛି ମୁଁ। ଗୋଟେ ମିଠା ଭାତ, ଗୋଟେ ହେଉଛି ବାସୁମତୀ ଚାଉଳ, ଆଉ ଗୋଟେ ହେଉଛି ସାଦା ଅରୁଆ। ଚାଲନ୍ତୁ ଦେଖିବା ଖାଇକି, ଟେଷ୍ଟ କରିବା କେମିତି ହେଇଛି। ଏଇଟା ହେଉଛି ବାସୁମତୀ ଚାଉଳ, ଖାଇକି ଏଇଟା ହେଉଛି ମିଠା ଭାତକୁ ମିଠା ଡାଲି। ଚାଲନ୍ତୁ ଟେଷ୍ଟ କରିବା ଏଇଟା କେମିତି ହେଇଛି। ସତରେ ସାଙ୍ଗମାନେ ବହୁତ ବଢ଼ିଆ ହେଇଛି। ସତରେ ସାଙ୍ଗମାନେ ବହୁତ ବଢ଼ିଆ ହେଇଛି। ଥରେ ଖାଇକି ଦେଖନ୍ତୁ। ଏଇଟା ହେଉଛି ସାଦା ଅରୁଆ ଭାତକୁ ଅରୁଆ ରାମ ଡାଲମା। ସାଦା ଅରୁଆ ଭାତକୁ ରାମ ଡାଲମା ଖାଇକି ଦେଖିବା, ବହୁତ ବଢ଼ିଆ ହେଇଛି ଆଜ୍ଞା। ଇଏ ହେଉଛି ପୋଟଳ କୁରୁମା। ପୋଟଳ କୁରୁମାଟା ବହୁତ ଟେଷ୍ଟ ହେଇଛି, ବହୁତ ଟେଷ୍ଟ ହେଇଛି ପୋଟଳ କୁରୁମା। ଶାଗ ବେସର, ଯେହେତୁ ମୋର ଫେଭରେଟ୍ ଶାଗ ବେସର, ବହୁତ ବଢ଼ିଆ ହେଇଛି, ବହୁତ ବଢ଼ିଆ ହେଇଛି। ଏ ଆମ୍ବୁଲ ରାଇ ହାଲକା ଖଟା ହେଇଛି, ତ ବହୁତ ବଢ଼ିଆ ବି ହେଇଛି। ଚାଲନ୍ତୁ ଦେଖିବା ସବୁ ପନିପରିବା ପକେଇକି ଗୋଟେ ଘାଣ୍ଟ ହେଇଛି, ସେଇଟାକୁ ଟେଷ୍ଟ କରିବା। ବହୁତ ବଢ଼ିଆ ହେଇଛି। ଇଏ ହେଉଛି ମିଠା ଡାଲି। ଚାଲନ୍ତୁ ମିଠା ଭାତକୁ ମିଠା ଡାଲି ଚେକ୍ କରିବା। ବହୁତ ବଢ଼ିଆ ହେଇଛି ଆଜ୍ଞା। ଜୟ ଜଗନ୍ନାଥ।